ଶ୍ରୀମଦ୍ଭାଗବତ ପଞ୍ଚମ ସ୍କନ୍ଧ ଦଶମ ଅଧ୍ୟାୟ। ଋଷଭ ଉବାଚ। ଏଥୁ ଅନ୍ତରେ ଏକ ଦିନେ ଶୁଣ ରାଜନ ସାବଧାନେ, ସିନ୍ଧୁପତି ଯେ ରହୁ ରାଣ ସେ ରାଜା ବିଷ୍ଣୁ ପରାୟଣ। ତାହାର 61 ଭୃତେ ରାଜାର ଗମନ ନିମନ୍ତେ, ବିମାନ ବହି ନ ପାରନ୍ତି ଏକ ପୁରୁଷେ ସେ ଲଢ଼ନ୍ତି। ବିଧାତା ଯୋଗେ ଦେଖ ତାର ସେ ବିଷ୍ଣୁ ଅଂଶେ ନୃପବର, ସେଠାରେ ହେଲେ ଉପସ୍ଥିତ ତାହାଙ୍କୁ ଦେଖି ନୃପଦୂତ। ହରସ ମନେ ବିଚାର ଏହାଙ୍କ ତୁଲେ କେହି ନାହିଁ, କି ପୁଷ୍ଟ ଦୃଢ଼ ୟା ଶରୀର ବିମାନ ବହିବ ସୁନ୍ଦର। ଏମନ୍ତେ ଶୀଘ୍ର ଘେନି ଗଲେ ବିମାନ ବୁହାରେ ଖଞ୍ଜିଲେ, ଏହି ନିଯୁକ୍ତି ନର ସଙ୍ଗେ ବିମାନ ବହେ ନାନା ରଙ୍ଗେ। ସାକ୍ଷାତେ ବିଷ୍ଣୁ ଅଂଶେ ସେହି ପର ଅଧୀନ ପ୍ରାୟ ହୋଇ, ସେ ଯେ ପରମ ଭାଗବତ ଏ କର୍ମ ତାର ଅନୁଚିତ। ବିମାନ ବହି ନ ପାରଇ ବିଷମ ସମେ ସେ ଚଳଇ, କ୍ଷୁଦ୍ର ଜନ୍ତୁଙ୍କ ମୃତ୍ୟୁ ଭୟେ ପାଦ ନ କ୍ଷେପନ୍ତି ନିର୍ଭୟେ। ତେଣୁ ବିମାନ ବକ୍ର ହୋଇ ରାଜାର କଷ୍ଟ ହୁଏ ଦେହି, ବିମାନ ବୁହା ପରାଶରେ ରାଜା କହଇ କୋପ ଭରେ। ବିଷମ ସମଭାବ ହୋଇ ବିମାନ ବହ କାହିଁ ପାଇଁ, ପ୍ରଭୁ ବଚନେ କୋପ ଭରେ ଶୁଣି କମ୍ପିଲେ ସେ କିଙ୍କରେ। ଅତ୍ୟନ୍ତ ଭୟଚିତ ହୋଇ ଜଡ଼କୁ ଦେଲେ ସେ ଦେଖାଇ, ଭୋନାଥ ଆମ୍ଭ ଦୋଷ ନାହିଁ ଏ ଯେ ପୁରୁଷ ନ ଚଳଇ। ଏହାର ବକ୍ର ଗତି ପାଇଁ ବିମାନ ବକ୍ର ଭାବ ହୋଇ, ଭୋନାଥ ଶୁଣ ସାବଧାନେ ପୁଣି ହିଁ ଚଳଇ ବିମାନେ। ଏହାର ସଙ୍ଗତେ ରାଜନ ବହି ନ ପାରିବୁ ବିମାନ, ସଂସର୍ଗ ଦୋଷରୁ ଆମ୍ଭର ଦଣ୍ଡିବ ଯେବେ ନୃପବର। ଏମନ୍ତେ ଭୃତ୍ୟ ବାକ୍ୟ ଶୁଣି ସେ ଯେ ରାଜନ ଶିରୋମଣି, ସ୍ୱଭାବେ ସାଧୁ ସେ ବୋଲାଇ ରଜଗୁଣରୁ କ୍ରୋଧ ବହି। ବିଷ୍ଣୁ ଭକତ ବିପ୍ରବର ତାହାକୁ କହଇ ଉତ୍ତର। ରହୁରାଣ ଉବାଚ। ସୁପୃଷ୍ଟ ସ୍ଥୂଳ ତୋ ଶରୀର, କଠିନ ପୀନ ପାଦ ଉର, ସ୍ଥକିତେ ଚଳୁ କି କାରଣେ ଏ ତୋର ଅଙ୍ଗ ନିଷ୍କାରଣେ। କ୍ଷୁଦ୍ର ଯେ ତୋର ସଙ୍ଗତରେ ବିମାନ ବହନ୍ତି ତତ୍ପରେ, ବ୍ୟର୍ଥ ଏ ତୋର କଳେବର ମିଥ୍ୟାରେ ବହୁ ତୋ ଶରୀର। ଏମନ୍ତେ ଶୁଣ ପରୀକ୍ଷିତ ସେ ଯେ ବ୍ରାହ୍ମଣ ବିଷ୍ଣୁ ଭକ୍ତ, ଏମନ୍ତ ବଚନେ ମୌନ ସ୍ୱଭାବେ ବହଇ ବିମାନ। ପୁଣି ବିମାନ ବକ୍ର ହେଲା ସେ ରାଜା ଅତି କୋପ କଲା, ଆରେ ପାମର ମୂଢ଼ ଚିତ୍ତ ଜୀବନ ଥାଉ ତୁହି ମୃତ। ଏ ମୋର ଅଙ୍ଗେ କଷ୍ଟ ଦେଉ ଉନ୍ମତ୍ତ ଭାବ କିମ୍ପା ବହୁ, ଯମର ପ୍ରାୟେ ମୁଁ ଅଟଇ ଦୁଷ୍ଟଙ୍କ ଦର୍ପ ମୁଁ ଧ୍ୱଂସଇ। ତୋହର ମତ ଭାବ ମୁହିଁ ଆଜ ଯେ ଦୂର କରିବଇ, ଏମନ୍ତେ ଅତି ନିନ୍ଦାମାନ ବହୁତ କଲା ସେ ରାଜନ। ରଜଗୁଣରୁ କ୍ରୋଧ ତାର, ତମ ଗୁଣରୁ ଅହଙ୍କାର, ସକଳ ଭୂତେ ଦୟା ସାର ସେ ଯେ ବ୍ରାହ୍ମଣର କୁମର। ଈଷତ ହାସ୍ୟ ବଚନରେ ବଚନ କହଇ ରାଜାରେ। ଭରତ ଉବାଚ। ଭୋ ନୃପ ଶୁଣ ସାବଧାନେ, ତୁମ୍ଭେ ଯେ କହିଲ ବଚନେ, ଗମନ କରି ନ ପାରଇ ସେ କଥା ଉଚିତ ଅଟଇ। ଏକଥା ଆମ୍ଭ ସାଧୁପଣ ଲୋକରେ କରନ୍ତି ଗାୟନ, ଜୀବନ ମୃତ ଯେ ବୋଇଲ ସେ କଥା ସତ୍ୟ ଯେ କହିଲ। କ୍ଲେଶ ଶରୀର ଯେ ଆମ୍ଭର କେବେ ହେନୁ ନୃପବର, ମାନ ଅହଙ୍କାରାଦି ଯେତେ ତାହାର ନାନା ବ୍ୟାଧି ହିତେ। କ୍ଷୁଧା ପିପାସା ଭୟ ମାନ ମୋହର ନାହିଁ ହେ ରାଜନ, ନିଦ୍ରା ବିହାର କ୍ରୋଧ ଯେତେ ମୋହ ଅହଙ୍କାର ସମେତେ। ଯେ ପ୍ରାଣୀ ଦେହବନ୍ତ ହୋଇ ତାହାର ଥାଉ ମୃତ ମୁହିଁ, କେ ଅବା କାହାକୁ ବହଇ ଏମନ୍ତ ମୁହିଁ ନ ଦେଖଇ। କେ ବା ଈଶ୍ୱର କେ କିଙ୍କର ଏମନ୍ତ ନ ଦେଖେ ଉପର। ତୁମ୍ଭ ଆମ୍ଭର ଏ ବିଚାର କିମ୍ପା କହିଲ ନୃପବର, ଆମ୍ଭେ କି କରିବୁ ତୁମ୍ଭରେ ସ୍ୱଭାବେ ଏ ଜଡ଼ ଶରୀରେ। ପ୍ରମତ୍ତ ଜଡ଼ ଭାବେ ମୁହିଁ ବିମାନ କେବେ ହେନ ବହି। ଶ୍ରୀଶୁକ ଉବାଚ। ଶୁଣ ପରୀକ୍ଷ ନୃପବର ସେ ଯେ ବ୍ରାହ୍ମଣର କୁମର, ସୁଶୀଳ ସମ ସାଧୁ ଚିତ୍ତ ବିଶେଷେ ବିଷ୍ଣୁର ଭକତ। ତାହାର ବାକ୍ୟ ଅନୁସାରେ ଏମନ୍ତ କହି ସେ ମଧୁରେ, ପ୍ରାରବ୍ଧ କର୍ମ କ୍ଷୟ ପାଇ ପୁଣି ବସନ୍ତି ତୁନି ହୋଇ। ତତ୍ତ୍ୱ ଯଜ୍ଞ ଶାନ୍ତି ମନରେ
ଯେ ଯାଉଥିଲା ସ୍ନେହ ଭରେ ବିଷୟ କର୍ମ କରି ଦୂର ଏମନ୍ତେ ଶୁଣ ନୃପବର ଦ୍ୱିଜ ବଚନ ତତ୍ତ୍ୱ ଜ୍ଞାନ ବିଷୟ ତାପ ବିଖଣ୍ଡନ ଅମୃତ ପ୍ରାୟ ତାହା ଜାଣି ମନେ ଚିନ୍ତିଲା ନୃପମଣି ତତ୍କ୍ଷଣେ ଶୀଘ୍ର ଗତି ହୋଇ ବିମାନୁ ପଡ଼ିଲା ଓହ୍ଲାଇ ବ୍ରାହ୍ମଣ ପଦ ଯୁଗଳରେ ଶିର ଅର୍ପିଲା ଶୀଘ୍ରତରେ କ୍ଷମା କରାଇ ଅପରାଧ କହଇ ବାକ୍ୟ ଗଦ ଗଦ। ରଘୁରାଣ ଉବାଚ କେ ତୁମ୍ଭେ କହ ସ୍ୱାମୀ ମୋରେ କରୁଣା କର ଏ କିଙ୍କରେ ଗୁପତ ହୋଇ ଭ୍ରମୁଥାଅ ବ୍ରାହ୍ମଣ ରୂପ ତୁମ୍ଭେ ବହ କିବା ଅବଧୂତ ବେଶରେ କେମନ୍ତେ ବିହିଲ ଏଠାରେ କାହିଁ ତୁମ୍ଭର ନିଜ ସ୍ଥାନ କେମନ୍ତେ ବହିଲ ବିମାନ ଏ ଯେ ଅପରାଧ ମୋହର କ୍ଷମା ତୁ କର ଦ୍ୱିଜବର ଇନ୍ଦ୍ରାଦି ଯେତେ ଦେବାସୁର ଶଙ୍କର ଆଦି ଦିବାକର ଏହାଙ୍କ କ୍ରୋଧରେ ମୋହର ଭୟ ଯେ ନାହିଁ ବିପ୍ରବର ବ୍ରାହ୍ମଣ ଅପମାନେ ମୋର ହୃଦ କମ୍ପଇ ଥରହର ଏଣୁ ଅପରାଧ ମୋହର କ୍ଷମା କରିବ ବିପ୍ରବର ଅଶେଷ ଜ୍ଞାନର କାରଣ ତୁମ୍ଭେ ଯେ ବିଷ୍ଣୁ ପରାୟଣ ଅଜ୍ଞାନ ପ୍ରାଣୀମାନଙ୍କରେ ଦେଖାଅ ଏ ଜଡ଼ ଶରୀରେ ତୋହର ଯେତେ ବାକ୍ୟମାନ ଗ୍ରଥିତ ହୋଇଅଛି ଜ୍ଞାନ ସକଳ ଜ୍ଞାନବନ୍ତ ତୁହି ତତେ ମୁଁ ପ୍ରସନ୍ନ କରଇ ଜ୍ଞାନ ସ୍ୱରୂପ ଏ ତୋହର ଭୋନାଥ ମତେ କୃପା କର ଉତ୍କଟ ଜଡ଼ ରୂପ ହୋଇ ପ୍ରାଣୀଙ୍କ ହିତେ ଭ୍ରମୁଥାଇ ଭୋନାଥ ବିପ୍ର ଯୋଗେଶ୍ୱର ମୁଁ ମୂଢ଼ ମତି ଯେ ପାମର କେମନ୍ତେ ତତେ ଚିହ୍ନିବଇ ସ୍ୱଭାବେ ଗୃହ ବନ୍ଧେ ରହି ଏ ଯେ ମୋହର ଅନୁଚର ଅତ୍ୟନ୍ତ ମୂଢ଼ ଦୁରାଚାର ଅଜ୍ଞାନ ହେତୁ ଆଣିଦେଲେ ବିଧାତା ଘଟଣାର ବଳେ ଶୁଣ ପରୀକ୍ଷ ସାବଧାନେ ସେ ବିପ୍ର ନୃପର ବଚନେ ଜ୍ଞାନ ବୈରାଗ୍ୟ ଆଦି କରି ସକଳ ଏଥି ଅଛି ପୁରୀ ଗୋବିନ୍ଦ ପାଦ ପଦ୍ମ ତଳେ ମନ ତୁ ରଖ ସୁନିଶ୍ଚଳେ ପଞ୍ଚମ ସ୍କନ୍ଧେ ଏହୁ ବାଣୀ ଶୁଣି ସଂସାରୁ ତର ପ୍ରାଣୀ କୃଷ୍ଣ ଚରଣେ ନିତ୍ୟ ଭଜ କହଇ ଜଗନ୍ନାଥ ଦ୍ୱିଜ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ପଞ୍ଚମ ସ୍କନ୍ଧେ ରଘୁରାଣ ଜଡ଼ ଭରତ ସମ୍ବାଦେ ନାମ ଦଶମୋଧ୍ୟାୟଃ।